ନା ସେଥିରେ କିଛି ଗୋଟେ ଅପମିଶ୍ରଣ କରିବାର ଯୋଜନା ରଖିଛନ୍ତି। ଏମାନଙ୍କର ଉଦ୍ଦେଶ୍ୟ ସବୁବେଳେ ଗୋଟେ ଭିନ୍ନ ପ୍ରକାର, କୁହନ୍ତି ଗୋଟେ କରନ୍ତି ଗୋଟେ। ସାର୍ ବର୍ତ୍ତମାନ ଏ ଯୋଉ ଜନଗଣନା ଚାଲିଛି, ଜନଗଣନା ତାଲିକା ଭିତରେ ଏସି ମାନେ ଜାତିଗତ କାହିଁକି ରହୁନି? ଦେଖନ୍ତୁ, ଜାତି ଜନଗଣନା ଯେଉଁ ହେଉଛି ଏଥିରେ ଆପଣମାନେ ଦେଖିବେ ସେଣ୍ଟରର 12 ନମ୍ବର ପଏଣ୍ଟ, ଷ୍ଟେଟ୍ର 13 ନମ୍ବର ପଏଣ୍ଟ, ସେ ଏକା ନମ୍ବର। ଜାତିରେ ଲେଖା ହେଇଛି ଏସି, ଏସଟି ଏବଂ ଅନ୍ୟାନ୍ୟ। ଆପଣମାନେ ପ୍ରତିଶ୍ରୁତି ଦେଇଥିଲେ ପାର୍ଲାମେଣ୍ଟରେ ଯେ ଜାତି ଜନଗଣନା ହେବ ଏବଂ ସେଥିରେ ଓବିସି କେତେ ଅଛନ୍ତି ଜଣାପଡ଼ିବ। ଯେଉଁଟା ସେଣ୍ଟରରେ ଓବିସି, ଓଡ଼ିଶାରେ ସେଇଟା ଏସିବିସି। ତେଣୁକରି ଜଣାପଡ଼ିଯାଇଥାନ୍ତା ପଛୁଆ ବର୍ଗର କେତେ ଜଣ ଅଛନ୍ତି। ଅନ୍ୟାନ୍ୟ ଲେଖିଛନ୍ତି, ସିଧାସଳଖ ଓବିସି ଲେଖିଥାନ୍ତେ, ତାପରେ ଅନ୍ୟାନ୍ୟ ଲେଖିଥାନ୍ତେ, ଯେଉଁଟା ଓବିସି ବା ଏସିବିସି। ଇଏ ଏମିତି କାହିଁ କରୁଛନ୍ତି? ଏମାନେ କ'ଣ ସଠିକ୍ ସତ୍ୟ ଏବଂ ତଥ୍ୟ ଜାଣିବାକୁ ଚାହୁଁନାହାନ୍ତି? ନା ସେଥିରେ କିଛି ଗୋଟେ ଅପମିଶ୍ରଣ କରିବାର ଯୋଜନା ରଖିଛନ୍ତି? ତେଣୁକରି ଏଇଟା ରହିବା ଉଚିତ। ଆମେ ଦାବି କରୁଛୁ ଏସି, ଏସଟି କେତେ ଅଛନ୍ତି, ଓବିସି କେତେ ଅଛନ୍ତି ଏବଂ ଅନ୍ୟାନ୍ୟ କେତେ ଅଛନ୍ତି, ତାକୁ ସ୍ପଷ୍ଟ ଭାବରେ ତାହା ଉଲ୍ଲିଖିତ ରହିବା କଥା ଏବଂ ଜଣାପଡ଼ିବା ଉଚିତ। କିନ୍ତୁ ଏତକ ଯୋଉ ଜନଗଣନା ଚାଲିଛି, ଆ ଭିତରେ ଆଉ ଗୋଟେ ଭିନ୍ନତା ଦେଖିବାକୁ ମିଳେ ଯେ ଏଠି ଜନଗଣନା ଭିତରେ ଘରର ଆସୁବାବ ପତ୍ର ଗଣନା ବି କରାଯାଉଛି। ସେଇଟା ଆସେଟ୍ ଗଣନା, ସବୁ ଆସେଟ୍ ସବୁ କଥା। ଏଇଟା ଜନଗଣନା ଆପଣଙ୍କର କାହାର କ'ଣ ଅଛି, ପ୍ରପର୍ଟି କ'ଣ ଅଛି, କିଏ କେଉଁ ଅକୁପେସନ୍ ଅଛନ୍ତି ଏବଂ ତାଙ୍କର କ'ଣ କ'ଣ ଫ୍ୟାସିଲିଟି ପାଉଛନ୍ତି ସବୁ ରହିବା ଉଚିତ ଏବଂ ରହିଛି ମଧ୍ୟ, ସେଇଟା ଠିକ୍ ଅଛି। ଓବିସି କଲମଟି ନାହିଁ, ତେବେ ଯେଉଁ ସଂରକ୍ଷଣ କଥା କୁହାଯାଇଥିଲା, ତେବେ ନିଶ୍ଚିତ ଭାବରେ ଏଇଟା ସେଇ ତ ହେଉଛି କଥା। କାହିଁକି ସେମାନେ ରଖିଲେନି, ସେଇଟା ଆମ ସମସ୍ତଙ୍କର ଗୋଟିଏ ମାତ୍ର ପ୍ରଶ୍ନ। ରଖିବା ଉଚିତ। ଏମାନଙ୍କର ଉଦ୍ଦେଶ୍ୟ ସବୁବେଳେ ଗୋଟେ ଭିନ୍ନ ପ୍ରକାର, କୁହନ୍ତି ଗୋଟେ କରନ୍ତି ଗୋଟେ।